ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ସିମୁକ ସାତବାହନ ରାଜବଂଶର ପ୍ରତିଷ୍ଠାତା ଥିଲେ। ଏହା ବିଶ୍ୱାସ କରାଯାଏ ଯେ ସେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଶେଷ ଭାଗରେ ଶାସନ କରୁଥିଲେ। ସେ ଦାକ୍ଷିଣାତ୍ୟ ଅଞ୍ଚଳରେ ସାତବାହନ ଶାସନ ପ୍ରତିଷ୍ଠା କରିଥିଲେ। ତାଙ୍କ ରାଜତ୍ୱ ଶତାବ୍ଦୀ ଧରି ଚାଲିଥିବା ଏକ ଶକ୍ତିଶାଳୀ ରାଜବଂଶର ଆରମ୍ଭ ଥିଲା। ସିମୁକଙ୍କୁ ଶିଳାଲେଖରେ ଜଣେ ଶକ୍ତିଶାଳୀ ଏବଂ ଦକ୍ଷ ଶାସକ ଭାବରେ ଉଲ୍ଲେଖ କରାଯାଇଛି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବେ। ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦେବେ, ଭିଡ଼ିଓ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।